अक्टोबर 1 ରୁ ଆପଣଙ୍କୁ ମାଗଣା ରାସନ ସହିତ 1000 ଟଙ୍କା ମିଳିବ। ନୂତନ ରାସନ କାର୍ଡ ନିୟମ ଲାଗୁ ହୋଇଛି, ଯାହାର ଡିଟେଲ୍ସ ମୁଁ ଏହି ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କୁ ଷ୍ଟେପ୍ ବାଇ ଷ୍ଟେପ୍ ଜଣାଇବି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ବିନା ସ୍କିପ୍ରେ, ଯାହାଫଳରେ ଆପଣ ଜାଣିପାରିବେ, ବୁଝିପାରିବେ। ଯଦି ଚ୍ୟାନେଲରେ ନୂଆ କରି ଆପଣ ଭିଡ଼ିଓଟି ଦେଖୁଥାନ୍ତି ତାହେଲେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ଦେଖନ୍ତୁ ରାସନ କାର୍ଡର ନୂତନ ନିୟମ। ଭାରତରେ ଗରିବ ପରିବାର ପାଇଁ ଏକ ନୂତନ ଆଶାର କିରଣ ଦେଖାଯାଇଛି। ଦେଶର ଅନେକ ରାଜ୍ୟ ରାସନ କାର୍ଡ ଯୋଜନାରେ ଏକ ନୂତନ ପରିବର୍ତ୍ତନ କାର୍ଯ୍ୟକାରୀ କରିଛନ୍ତି, ଯାହା ବିପିଏଲ୍ କାର୍ଡ ଧାରକଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହୋଇଛି। ଏବେ ରାସନ କାର୍ଡ ଧାରକମାନେ କେବଳ ସବସିଡିଯୁକ୍ତ ଖାଦ୍ୟଶସ୍ୟ ପାଉନାହାନ୍ତି, ବରଂ ପ୍ରତି ମାସରେ 1000 ଟଙ୍କା ଅତିରିକ୍ତ ଆର୍ଥିକ ସହାୟତା ମଧ୍ୟ ପାଉଛନ୍ତି। ଏହି ଯୋଜନା ସେମାନଙ୍କ ଦୈନନ୍ଦିନ ଆବଶ୍ୟକତା ପୂରଣ କରିବାକୁ ସଂଘର୍ଷ କରୁଥିବା ଲକ୍ଷ ଲକ୍ଷ ପରିବାର ପାଇଁ ଏକ ବରଦାନ ପ୍ରମାଣିତ ହୋଇଛି। ଆପଣମାନଙ୍କ ଓଡ଼ିଶାରେ ଯେଉଁ ନିୟମଟି କାର୍ଯ୍ୟକାରୀ ହେଉଛି ତାହା ଅକ୍ଟୋବରରେ ପରିବର୍ତ୍ତନ ହେବ। ଏହି ନୂତନ ବ୍ୟବସ୍ଥାର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ଗରିବ ପରିବାରକୁ କେବଳ ଖାଦ୍ୟ ସୁରକ୍ଷା ପ୍ରଦାନ କରିବା ନୁହଁ, ବରଂ ସେମାନଙ୍କ ଅନ୍ୟାନ୍ୟ ଆବଶ୍ୟକତା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବା। ଏହି ସରକାରୀ ପଦକ୍ଷେପ ସାମାଜିକ ସୁରକ୍ଷାରେ ଏକ ଗୁରୁତ୍ୱପୂର୍ଣ୍ଣ ଉନ୍ନତିକୁ ପ୍ରତିନିଧିତ୍ୱ କରେ ଏବଂ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ପରିବାର ଗୁଡ଼ିକର ଜନସାଧାରଣମାନଙ୍କୁ ଉନ୍ନତ କରିବାରେ ସାହାଯ୍ୟ କରିବ। ଏହି ରାଶି ସିଧାସଳଖ ଲାଭ ହସ୍ତାନ୍ତର ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟରେ ସିଧାସଳଖ ଜମା କରାଯିବ, ଯାହା ଓଡ଼ିଶାରେ ଆପଣମାନଙ୍କୁ ରାସନ କାର୍ଡ ସାମଗ୍ରୀ ସହିତ ମଧ୍ୟ ଆର୍ଥିକ ସହାୟତା ମିଳିବା ପାଇଁ ଯାଉଛି। ରାସନ ସହିତ ମିଳୁଥିବା ଆର୍ଥିକ ସହାୟତାର ବିବରଣୀ ଦେଖନ୍ତୁ। ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ପରିବାର ଗୁଡ଼ିକ ପୂର୍ବରୁ ସବସିଡି କିମ୍ବା ମାଗଣା ରାସନ ପାଉଥିଲେ। ଏବେ ଏହି ବ୍ୟବସ୍ଥାରେ ଏକ ନୂତନ ପରିମାଣ ଯୋଡ଼ା ଯାଇଛି, ଯାହା ବିପିଏଲ୍ ରାସନ କାର୍ଡ ଧାରକ ମାନଙ୍କୁ ରାସନ ସହିତ 1000 ଟଙ୍କା ଅତିରିକ୍ତ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏହି ରାଶି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହେବ, ଯାହା ସେମାନଙ୍କୁ ତୁରନ୍ତ ଲାଭ ପାଇବାକୁ ଅନୁମତି ଦେବ। ଦେଖନ୍ତୁ, ଏହି ଅତିରିକ୍ତ ରାଶି ପରିବାରର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବାରେ ବହୁତ ସହାୟକ ପ୍ରମାଣିତ ହୋଇଛି। ଏବେ ସେମାନେ କେବଳ ଖାଦ୍ୟ ପାଇଁ ନୁହଁ, ବରଂ ପିଲାମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ବ୍ୟବସ୍ଥା, ପୋଷାକ ଏବଂ ଅନ୍ୟାନ୍ୟ ଘରୋଇ ଆବଶ୍ୟକତା ପାଇଁ ମଧ୍ୟ ବ୍ୟବସ୍ଥା କରିପାରିବେ। ଏହି ବ୍ୟବସ୍ଥା ବିଶେଷ କରି ପରିବାରର ଆର୍ଥିକ ଦାୟିତ୍ୱ ବହନ କରୁଥିବା ମହିଳାମାନଙ୍କ ପାଇଁ ଆଶୀର୍ବାଦ ପ୍ରମାଣିତ ହୋଇଛି। ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ଏବଂ ସାମାଜିକ ପ୍ରଭାବ ଦେଖନ୍ତୁ। ଯୋଜନାର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଥିବା ଲୋକଙ୍କୁ ଆର୍ଥିକ ଏବଂ ସାମାଜିକ ସୁରକ୍ଷା ପ୍ରଦାନ କରିବା। ସରକାର ବିଶ୍ୱାସ କରନ୍ତି ଯେ କେବଳ ଖାଦ୍ୟ ସୁରକ୍ଷା ଯୋଗାଇବା ଯଥେଷ୍ଟ ନୁହଁ, ସାମଗ୍ରିକ କଲ୍ୟାଣ ପାଇଁ ଆର୍ଥିକ ସହାୟତା ମଧ୍ୟ ଅତ୍ୟାବଶ୍ୟକ। ଦେଖନ୍ତୁ, ଏହି ଯୋଜନା ସାମାଜିକ ନ୍ୟାୟ ଏବଂ ସମାନତାର ନୀତି ଉପରେ ଆଧାରିତ, ଯାହା ସମାଜର ସବୁଠାରୁ ଦୁର୍ବଳ ବର୍ଗର ଉନ୍ନତି ପାଇଁ ଲକ୍ଷ୍ୟ ରଖିଛି। ଦେଖନ୍ତୁ, ଏହି ଆର୍ଥିକ ସହାୟତା ପରିବାର ଗୁଡ଼ିକୁ ସେମାନଙ୍କର ମର୍ଯ୍ୟାଦା ବଜାୟ ରଖିବା ପାଇଁ ଏବଂ ସମାଜରେ ସମ୍ମାନଜନକ ଜୀବନଯାପନ କରିବାରେ ସାହାଯ୍ୟ କରୁଛି। ଏହି ପାଣ୍ଠି ପିଲାମାନଙ୍କ ଶିକ୍ଷା, ପାରିବାରିକ ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଘରୋଇ ଆବଶ୍ୟକତା ପୂରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ମହିଳାମାନଙ୍କ ସ୍ଥିତିରେ ମଧ୍ୟ ଉନ୍ନତି ଆସିଛି, କାରଣ ସେମାନଙ୍କ ପାଖରେ ଏବେ ସେମାନଙ୍କର ପରିବାରର ଆବଶ୍ୟକତା ପୂରଣ କରିବା ପାଇଁ ପର୍ଯ୍ୟାପ୍ତ ସମ୍ବଳ ଅଛି। ଆସନ୍ତୁ ଜାଣିବା ହିତାଧିକାରୀ ପରିବାର ପାଇଁ ଯୋଗ୍ୟତା ମାନଦଣ୍ଡ ଏବଂ ସର୍ତ୍ତାବଳୀ। ଦେଖନ୍ତୁ, ଏହି ଯୋଜନାର ଲାଭ ପାଇବା ପାଇଁ ନିର୍ଦ୍ଦିଷ୍ଟ ଯୋଗ୍ୟତା ମାନଦଣ୍ଡ ରହିଛି। ପ୍ରଥମ ଏବଂ ପ୍ରମୁଖ ଆବଶ୍ୟକତା ହେଉଛି ଆବେଦନକାରୀଙ୍କର ଏକ ବିପିଏଲ୍ ରାସନ କାର୍ଡ ଥିବା ଆବଶ୍ୟକ।
ଏହା ସହିତ ପରିବାରର ବାର୍ଷିକ ଆୟ 2 ଲକ୍ଷରୁ କମ୍ ହେବା ଆବଶ୍ୟକ। ଏହି ଯୋଗ୍ୟତା ମାନଦଣ୍ଡ ଗୁଡ଼ିକୁ ନିଶ୍ଚିନ୍ତ କରିବା ପାଇଁ ଡିଜାଇନ୍ କରାଯାଇଛି ଯେ କେବଳ ପ୍ରକୃତରେ ଅଭାବୀ ପରିବାର ଏହି ଯୋଜନାରୁ ଉପକୃତ ହେବେ। ଦେଖନ୍ତୁ, ପରିବାରର ଆର୍ଥିକ ସ୍ଥିତି, ଆୟର ଉତ୍ସ, ସମ୍ପତ୍ତି ସ୍ଥିତି ଏବଂ ସାମାଜିକ ଅର୍ଥନୈତିକ ସର୍ଭେ ତଥ୍ୟ ଭଳି ଯୋଗ୍ୟତା ମୂଲ୍ୟାଙ୍କନ କରିବା ସମୟରେ ସରକାର ବିଭିନ୍ନ କାରଣରୁ ବିଚାର କରିଛନ୍ତି। ଏହି ବ୍ୟବସ୍ଥା ସ୍ୱଚ୍ଛ ଏବଂ ନିରପେକ୍ଷ, ଯାହା ନିଶ୍ଚିତ କରେ ଯେ କୌଣସି ଯୋଗ୍ୟ ବ୍ୟକ୍ତି ଲାଭରୁ ବଞ୍ଚିତ ନ ହୁଅନ୍ତୁ। ସରକାର ନିୟମିତ ଭାବରେ ହିତାଧିକାରୀଙ୍କ ତାଲିକାକୁ ଅପଡେଟ୍ କରନ୍ତି ଏବଂ ଯୋଜନାରେ ନୂତନ ଯୋଗ୍ୟ ପରିବାରଙ୍କୁ ଯୋଡ଼ନ୍ତି। ଆସନ୍ତୁ ଜାଣିବା ଆବେଦନ ପ୍ରକ୍ରିୟା ଏବଂ ଲାଭ ପାଇବାର ପଦ୍ଧତି। ଦେଖନ୍ତୁ, ଏହି ଯୋଜନାର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଯେ ବିପିଏଲ୍ ରାସନ କାର୍ଡ ଧାରକମାନଙ୍କୁ 1000 ଟଙ୍କା ପାଇବା ପାଇଁ ପୃଥକ ଭାବରେ ଆବେଦନ କରିବାକୁ ପଡ଼ିବ ନାହିଁ। ସରକାର ସ୍ୱୟଂଚାଳିତ ଭାବରେ ଏହି ଯୋଜନା ପାଇଁ ଯୋଗ୍ୟ ଏବଂ ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଥିବା ସମସ୍ତ ବ୍ୟକ୍ତିଙ୍କ ତାଲିକା ପ୍ରସ୍ତୁତ କରନ୍ତି। ତାଲିକା ସମ୍ପୂର୍ଣ୍ଣ ହେବା ପରେ ସରକାର 1000 ଟଙ୍କା ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ କରନ୍ତି। ଦେଖନ୍ତୁ, ଏହି ପ୍ରକ୍ରିୟା ପ୍ରତ୍ୟକ୍ଷ ଭାବରେ ହସ୍ତାନ୍ତର ବ୍ୟବସ୍ଥା ମାଧ୍ୟମରେ କରାଯାଏ, ଯାହା ସମ୍ପୂର୍ଣ୍ଣ ସ୍ୱଚ୍ଛ ଏବଂ ଦୁର୍ନୀତିମୁକ୍ତ। ପାଣ୍ଠିର ସିଧାସଳଖ ସ୍ଥାନାନ୍ତର ସୁନିଶ୍ଚିତ କରିବା ପାଇଁ ହିତାଧିକାରୀମାନଙ୍କୁ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟକୁ ଆଧାର କାର୍ଡ ସହିତ ଲିଙ୍କ କରିବାକୁ ପଡ଼ିବ ଏବଂ ବ୍ୟବସ୍ଥା କେବଳ ସମୟ ବଞ୍ଚାଏ ନାହିଁ, ବରଂ ମଧ୍ୟସ୍ଥି ବିନା ସିଧାସଳଖ ଅଭାବୀ ପରିବାର ପାଖରେ ପାଣ୍ଠି ପହଞ୍ଚାଇବା ମଧ୍ୟ ନିଶ୍ଚିତ କରେ। ଆସନ୍ତୁ ଜାଣିବା ଜାତୀୟ ସ୍ତରରେ ଯୋଜନାର ଭବିଷ୍ୟତ ଏବଂ ପ୍ରସାର। ଦେଖନ୍ତୁ, ବର୍ତ୍ତମାନ ଏହି ଯୋଜନା କେବଳ କିଛି ରାଜ୍ୟରେ କାର୍ଯ୍ୟକାରୀ ହେଉଛି, କିନ୍ତୁ ଏହା ସଫଳତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହାକୁ ଜାତୀୟ ସ୍ତରରେ ଶୀଘ୍ର କାର୍ଯ୍ୟକାରୀ କରିବାକୁ ଯୋଜନା କରୁଛନ୍ତି। ଆପଣମାନେ ଖୁବ୍ ଶୀଘ୍ର ରାସନ କାର୍ଡ ସାମଗ୍ରୀ ସହିତ 1000 ଟଙ୍କା ମଧ୍ୟ ଆର୍ଥିକ ସହାୟତା ପାଇବେ। ତଥାପି ଏହି ଯୋଜନା ଦେଶବ୍ୟାପୀ କାର୍ଯ୍ୟକାରୀ ପାଇଁ କୌଣସି ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରାଯାଇ ନାହିଁ, କିନ୍ତୁ ଆପଣମାନଙ୍କୁ ରାସନ ସାମଗ୍ରୀ ସହିତ 1000 ଟଙ୍କା ଆର୍ଥିକ ସହାୟତା ମିଳିବ, କିନ୍ତୁ ଏହାର ନିର୍ଦ୍ଦିଷ୍ଟ ତାରିଖ ସରକାର ଘୋଷଣା କରିନାହାନ୍ତି। କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟରେ ଏହି ଯୋଜନାର କାର୍ଯ୍ୟକାରିତା ଅଧ୍ୟୟନ କରୁଛନ୍ତି ଏବଂ ଏହାର ଫଳାଫଳ ବିଶ୍ଳେଷଣ କରୁଛନ୍ତି। ଦେଖନ୍ତୁ, ଏହି ଯୋଜନାକୁ ଜାତୀୟ ସ୍ତରରେ ବିସ୍ତାର କରିବା ଏକ ପ୍ରମୁଖ ପଦକ୍ଷେପ, ଯାହା ଲକ୍ଷ ଲକ୍ଷ ଗରିବ ପରିବାରଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିପାରିବ। ସରକାର ଏଥିପାଇଁ ଆବଶ୍ୟକ ବଜେଟ୍ ଏବଂ ସମ୍ବଳ ବ୍ୟବସ୍ଥା କରୁଛନ୍ତି। ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଏହି ଯୋଜନା ଦାରିଦ୍ର୍ୟ ଦୂରୀକରଣ ଏବଂ ସାମାଜିକ କଲ୍ୟାଣର ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ। ଭବିଷ୍ୟତରେ ଏହି ପରିମାଣ ବୃଦ୍ଧି କିମ୍ବା ଅନ୍ୟାନ୍ୟ ବୈଶିଷ୍ଟ୍ୟ ଯୋଡ଼ିବାର ସମ୍ଭାବନା ଅଛି, ଯାହା ଗରିବ ପରିବାରକୁ ଆହୁରି ଲାଭଦାୟକ କରିବ। ଏହା ଥିଲା ରାସନ କାର୍ଡ ହିତାଧିକାରୀମାନଙ୍କ ପାଇଁ ନୂଆ ଅପଡେଟ୍। ଖୁବ୍ ଶୀଘ୍ର ରାସନ କାର୍ଡ ହିତାଧିକାରୀମାନଙ୍କୁ ଏହି ଯୋଜନାରେ ସାମିଲ କରାଯାଇ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯିବ, ଯାହା କେନ୍ଦ୍ର ସରକାରଙ୍କ ତରଫରୁ ଏକ ନିର୍ଦ୍ଦିଷ୍ଟ ଅପଡେଟ୍ ଆପଣମାନଙ୍କ ପାଖରେ ପହଞ୍ଚିବାକୁ ଯାଉଛି।